ଏ କାରକ ଶବ୍ଦରୁ କାରିକା ହେଇଛି। କାରିକାଟା ସ୍ତ୍ରୀଲିଙ୍ଗ, କାରକ କାରିକା, କାରକ ମାନେ ଯିଏ କରାଏ। ଏ ପ୍ରତ୍ୟେକଟି କାରିକା ପଶ୍ଚାତରେ ଏଭଳି ଏକ ଶକ୍ତି, ଏଭଳି ଏକ ରଶ୍ମି, ଏଭଳି ଆଲୋକ ରହିଛି ଯାହାକି ପ୍ରକୃତରେ ଆମ ଏ ପାର୍ଥିବ ଭୂମିରେ ଗୋଟେ ଉର୍ଦ୍ଧ୍ୱ ଲୋକରୁ ଗୋଟେ ଭାଗବତ କ୍ରିୟା, ସେଇ ଚେତନା ହିଁ ପ୍ରକୃତରେ ସବୁ କଥା କରୁଛି। ବା ଆମେ ଯଥାର୍ଥରେ ଭଗବାନଙ୍କ କାର୍ଯ୍ୟ କରିବା ପାଇଁ ସମର୍ଥ ହେବା ଯେତେବେଳେ ସେ ଆଲୋକ ଦ୍ୱାରା ଆମେ ପରିଚାଳିତ ହେବା। ଏବଂ ପ୍ରତ୍ୟେକଟି କାରିକାର ଅନ୍ୟ କାରିକା ସହିତ ମଧ୍ୟ ସମ୍ପର୍କ ରହିଛି। ପ୍ରଥମ କାରିକା ଥିଲା ଯେଉଁ ବୁଦ୍ଧ୍ୟାତୀତ ଦିବ୍ୟ ପ୍ରଜ୍ଞା, ଯେ ଗୋଟେ ଏଭଳି ଏକ ପ୍ରଜ୍ଞା, ଏଭଳି ଏକ ଭାଗବତ ଆଲୋକ ଏବଂ ଜ୍ଞାନ ବୁଦ୍ଧିର ଉର୍ଦ୍ଧ୍ୱରେ ଅଛି ଏବଂ ଆହୁରି ସୂକ୍ଷ୍ମ ଭାବରେ ଅଛି। ପରବର୍ତ୍ତୀ କାରିକା ହେଉଛି ଯେ ବୁଦ୍ଧ୍ୟାତୀତ ଦିବ୍ୟ ପ୍ରେରଣା, ତାହା ମଧ୍ୟ ଅଦ୍ଭୁତ, ତାହା ମଧ୍ୟ ଆହୁରି ସୂକ୍ଷ୍ମ ଭୂମିରେ ଅଛି। ପରାବାକ୍, ଯେ ଏଭଳି ବୁଦ୍ଧିର ଉର୍ଦ୍ଧ୍ୱରେ ଆହୁରି ସୂକ୍ଷ୍ମ ଭୂମିରେ ଏ ପରାବାକ୍ ରହିଛି। ଦ୍ୱିତୀୟଟା ପ୍ରଜ୍ଞା, ଦ୍ୱିତୀୟ ହେଲା ନା, ପ୍ରଥମ ହେଲା ପ୍ରଜ୍ଞା, ଦ୍ୱିତୀୟ ହେଲା ଦିବ୍ୟ ପ୍ରେରଣା, ସବୁ ବୁଦ୍ଧ୍ୟାତୀତ, ବୁଦ୍ଧିର ଅତୀତ, ବୁଦ୍ଧିର ଉର୍ଦ୍ଧ୍ୱରେ। ଏବଂ ତୃତୀୟ ହେଲା ଦିବ୍ୟ ବାକ୍ ବା ପରାବାକ୍। ଏବଂ ଆଜିର ଯେଉଁ କାରିକା ଅଛି ତାହା ହେଉଛି ବୁଦ୍ଧ୍ୟାତୀତ ଦିବ୍ୟ ପୁରୁଷ, ଅବ୍ୟକ୍ତ ସଚିଦାନନ୍ଦ ଦିବ୍ୟ ପୁରୁଷ, ବୁଦ୍ଧ୍ୟାତୀତ ଦିବ୍ୟ ପୁରୁଷ। ମୋର ଅହମର ଉର୍ଦ୍ଧ୍ୱରେ ଆହୁରି ଜଣେ ଦିବ୍ୟ ପୁରୁଷ ଅଛନ୍ତି ବା ମୋ ଇଏ ହେଉଛି ଏଇ କାରିକାର ମୁଖ୍ୟ କଥାଟା ସେୟା। ତେବେ ଆମେ ସିଧା କାରିକା ଉପରକୁ ଯିବା। ଶ୍ରୀ ଅରବିନ୍ଦ ଏଇଠି କହୁଛନ୍ତି, I am not a ଜ୍ଞାନୀ, for I have no knowledge except what God gives me for his work. How am I to know whether what I see be reason or folly? Nay, it is neither, for the thing seen is simply true, and neither folly nor reason. ଶ୍ରୀ ଅରବିନ୍ଦ ସ୍ୱୟଂ ଯିଏ ହେଉଛନ୍ତି ଅତିମାନସ ଅବତାର, ସ୍ୱୟଂ ଭଗବାନଙ୍କର ଅବତାର, ତାଙ୍କର କି ବିନୟ ଭାବ, କି ସମର୍ପିତ ଭାବ। ମୁଁ ଜ୍ଞାନୀ ନୁହଁ, ମୁଁ ଜ୍ଞାନୀ ନୁହେଁ, ଆଉ ଜ୍ଞାନୀ କିଏ? ଏବଂ ମାନେ କି ପ୍ରକାର ବିନୟ, କି ପ୍ରକାର ସମର୍ପିତ ଭାବ, କି ପ୍ରକାର ବିନମ୍ରତା। ମୁଁ ଜ୍ଞାନୀ ନୁହେଁ। ଆଜିକାଲି କ'ଣ ଟିକେ ଘୋଷି ଶିଖି ଖଞ୍ଜି ଖାଞ୍ଜି ଦେଇକିରି ଟିକେ କ'ଣ କହିକାଇ ଦେଉଛି ଏବଂ ସେଥିରେ କି ତାଙ୍କର ମାନେ ଆତ୍ମଗର୍ବ ଏବଂ କି ଇଏ, ସେ ମନେ ମନେ ଭାବୁଛନ୍ତି ଯେ ସିଏ କ'ଣ କି ବିରାଟ ସିଦ୍ଧ ପୁରୁଷ। ସ୍ୱୟଂ ଭଗବାନ, ସ୍ୱୟଂ ଶ୍ରୀ ଅରବିନ୍ଦ ସେ କହୁଛନ୍ତି ମୁଁ ଜ୍ଞାନୀ ନୁହେଁ। ଅବଶ୍ୟ ତାଙ୍କର ଜ୍ଞାନୀ ନୁହେଁ କହିବାର ଗୋଟେ ସ୍ୱତନ୍ତ୍ର ଅର୍ଥ ଅଛି ଯେ ପ୍ରକୃତରେ ଯେଉଁମାନେ ଜ୍ଞାନ ଯୋଗର ସାଧକ, ଯେଉଁଟାକି ଶ୍ରୀ ଅରବିନ୍ଦ ବିସ୍ତୃତ ଭାବରେ ସିନ୍ଥେସିସ୍ ଅଫ୍ ଯୋଗରେ ବର୍ଣ୍ଣନା କରିଛନ୍ତି ଜ୍ଞାନ ଯୋଗ କଥା। ଶ୍ରବଣ ମନନ ନିଧିଧ୍ୟାସ, ରାଜଯୋଗର ଯେଉଁ ପଦ୍ଧତି ମନକୁ ନେଇକରି, ସେଠି ସେ କହିଛନ୍ତି ଏଠି ଗୋଟେ ଫୁଟନୋଟ୍ ଅଛି, ୱାନ୍ ହୁ ଫଲୋଜ୍ ଦ ପାଥ୍ ଅଫ୍ ନଲେଜ୍, ଯିଏ ଜ୍ଞାନ ଯୋଗର ପଥକୁ ଅନୁସରଣ କରେ, ଆଜ୍ ଅପୋଜ୍ ଟୁ ଦି ପାଥ୍ ଅଫ୍ ଲଭ୍ ଅର୍ ଦ ପାଥ୍ ଅଫ୍ ୱାର୍କସ୍। ଭକ୍ତି ଯୋଗର ପଥ, କର୍ମଯୋଗର ପଥ କୁ ବିରୋଧ କରି ଯେ କେବଳ ଜ୍ଞାନ ଯୋଗଟା ଶ୍ରେଷ୍ଠ ବୋଲି କେବଳ ଜ୍ଞାନ ଯୋଗକୁ ଅବଲମ୍ବନ କରେ, ସେଇ ଅର୍ଥରେ କହିଛନ୍ତି। ମାନେ ସେଇଭଳି ଯେ ନିଜକୁ ଜ୍ଞାନୀ ବୋଲି ଘୋଷଣା କରେ ବା ମୁଁ ଜ୍ଞାନ ଯୋଗର ସାଧକ ବୋଲି ତାର ଉତ୍କୃଷ୍ଟତା ବା ତାରକୁ ପ୍ରତିପାଦନ କରି ଯେ ନିଜକୁ ଜ୍ଞାନୀ ବୋଲି କୁହେ, ସେଇଭଳି ଜ୍ଞାନୀ ମୁଁ ନୁହେଁ ବୋଲି ଶ୍ରୀମନ୍ତ କହୁଛନ୍ତି। ଅର୍ଥାତ୍ ଜ୍ଞାନଟା ଜ୍ଞାନ ଜରିଆରେ, ଜ୍ଞାନ ଯୋଗ ଜରିଆରେ ଜଣେ ଭଗବାନଙ୍କର ଏକ ବିଭାବକୁ ଅନୁଭବ କରିପାରେ, କିନ୍ତୁ ସେଟା ସର୍ବସ୍ୱ ନୁହେଁ। ଆହୁରି ଆମର ବ୍ୟକ୍ତିତ୍ୱରେ ଯେଉଁ ଅନ୍ୟାନ୍ୟ ଦିଗ ଗୁଡ଼ିକ ରହିଛି, ଶକ୍ତିର ଦିଗ, ପ୍ରେମର ଦିଗ, ଆନନ୍ଦର ଦିଗ, ତାକୁ ମଧ୍ୟ ପୂର୍ଣ୍ଣାଙ୍ଗ ଯୋଗରେ ବା ପୂର୍ଣ୍ଣାଙ୍ଗ ଉପଲବ୍ଧି ଭିତରକୁ ଆଣିବା ପାଇଁ ହେବ। କେବଳ ଆଲୋକ ନୁହେଁ, ଶକ୍ତି ମଧ୍ୟ, କେବଳ ଶକ୍ତି ନୁହେଁ, ଆନନ୍ଦ ମଧ୍ୟ। ତ ଆମକୁ ଏକ ପୂର୍ଣ୍ଣାଙ୍ଗ ଏବଂ ପୂର୍ଣ୍ଣାଙ୍ଗ ସୌନ୍ଦର୍ଯ୍ୟ ଏବଂ ପୂର୍ଣ୍ଣାଙ୍ଗ ଉପଲବ୍ଧି ଆମେ ଚାହେଁ। ଆମର ଯେ ଭଗବାନ ସେ ହେଉଛନ୍ତି ପୂର୍ଣ୍ଣ ସ୍ୱରୂପ।
ଏଇ ଉଦ୍ଦେଶ୍ୟରେ ଶ୍ରୀବନ୍ଦ କହୁଛନ୍ତି ଯେ ମୁଁ ସେମିତି ଗୋଟେ ମେଡାଲ ପିନ୍ଧିଥିବା ମୁଁ ଜଣେ ସେମିତି ଜ୍ଞାନୀ ନୁହଁ କି କେବଳ ଗୋଟିଏ ନିର୍ଦ୍ଦିଷ୍ଟ ଗୁଳାକୁ ଅନୁସରଣ କରିବା ଲୋକ ମୁଁ ନୁହଁ। ତାପରେ ସେ କହୁଛନ୍ତି I am not a ଜ୍ଞାନୀ for I have no knowledge except what God gives to me for his work। ତାଙ୍କ କାର୍ଯ୍ୟ ସକାଶେ ପୃଥିବୀରେ ତାଙ୍କୁ ଅଭିବ୍ୟକ୍ତ କରିବା ସକାଶେ ଯେତିକି ଜ୍ଞାନ ଆବଶ୍ୟକ ମୋର ସେତିକି ଜ୍ଞାନ ରହିଛି। ଅର୍ଥାତ୍ ଭଗବାନ ମୋତେ ସେତିକି ଜ୍ଞାନ ପ୍ରଦାନ କରନ୍ତି। ଆଚ୍ଛା, ତେଣୁ ମୁଁ ସର୍ବଜ୍ଞାନୀ ବା ମୁଁ କେବଳ ଜ୍ଞାନୀ ବୋଲି ସେ ନିଜକୁ ଘୋଷଣା କରିବା ପାଇଁ ଚାହାନ୍ତିନି ବା ସେୟା ନୁହେଁ ବୋଲି କହୁଛନ୍ତି। ପୁଣି ଯେତେବେଳେ ଏଠି ଆସିବ ମାନେ ବର୍ତ୍ତମାନ ଜ୍ଞାନ ଯୋଗର ସିରିଜ୍ ବିଷୟରେ ଆଲୋଚନା ହେଉଛି, ଯେତେବେଳେ କର୍ମର ସିରିଜ୍ ଆସିବ ସେଠି ମଧ୍ୟ ଶ୍ରୀବନ୍ଦ କହିବେ ଯେ ମୁଁ କର୍ମୀ ନୁହଁ, ମାନେ କେବଳ କର୍ମୀ ନୁହଁ। ପୁଣି ଯେତେବେଳେ ଯେଉଁ ଭକ୍ତ କଥା ଆସିବ ସେ କହିବେ ଯେ ମୁଁ କେବଳ ଭକ୍ତ ନୁହଁ। ଭକ୍ତି ଯେଉଁ ଭକ୍ତି ଚାପ୍ଟରଟା ଆସିବ, ତାମାନେ ସିଏ ହେଉଛନ୍ତି ପୂର୍ଣ୍ଣାଙ୍ଗ ସ୍ୱରୂପ ଆଉ ନିର୍ଦ୍ଦିଷ୍ଟ କୌଣସି ସୀମାବନ୍ଧନ ଭିତରେ ରହିନାହାନ୍ତି ବା ରହିବାକୁ ଚାହାନ୍ତିନି। ଆଉ ଏଇ ଅର୍ଥରେ ଏଇଟା କୁହାଯାଇଛି। ହାଉ am I to know whether what I see be reason or folly? ମୁଁ କେମିତି ଜାଣିବି ଯେ ମୁଁ ଯେଉଁଟା ଦେଖୁଛି ବା ଇଏ କରୁଛି ସେଇଟା ଠିକ୍ କି ଭୁଲ ବୋଲି ମୁଁ କେମିତି କ'ଣ କହିବି? ନେଇ ଇଟ୍ ଇଜ୍ ନେଦର। ଆମ ମାନୁଷ ଦୃଷ୍ଟିରେ ଆମେ ଯେଉଁଟା କୁହେ ଏଇଟା ଠିକ୍ ଏଇଟା ଭୁଲ, ସେ ସେମିତିକା ନୁହଁ। ସେଟା କ'ଣ ତାହେଲେ? ଫର୍ ଦି ଥିଙ୍ଗ ସିନ୍ ଇଜ୍ ସିମ୍ପଲି ଟ୍ରୁ। ଭଗବାନ ତାଙ୍କ ଭିତରେ ଏଭଳି ଏକ ଦିବ୍ୟ ଚକ୍ଷୁକୁ ଉନ୍ମିଳିତ କରିଛନ୍ତି, ଯାହା ସେ ଦିବ୍ୟ ଚକ୍ଷୁରେ ଦେଖିଲେ ତାହା ହିଁ ସତ୍ୟ। ମାନୁଷ ଦୃଷ୍ଟିରେ ସିଏ କୌଣସି ମତାମତ ଦେଇପାରେ ଏଇଟା ଠିକ୍ କି ଭୁଲ, ତାହା ତାଙ୍କ ପାଇଁ ପ୍ରଯୁଜ୍ୟ ନୁହଁ କି ସେ ସେଟାକୁ ଗ୍ରହଣ କରନ୍ତିନି। For the thing seen is simply true and neither folly nor reason। ଏହା ବିବେକ ଆଧାରିତ ଠିକ୍ ଭୁଲ ଉପରେ ନିର୍ଭର କରେ ନା। ବିବେକ ଦୃଷ୍ଟିରେ କି ବିବେକ ନୁହେଁ ମାନେ ବୁଦ୍ଧି ଦୃଷ୍ଟିରେ ଯେଉଁଟା ମଣିଷ ଠିକ୍ କହୁଛି ଭୁଲ କହୁଛି ତା ସହିତ ଏହାର କିଛି ସମ୍ପର୍କ ନାହିଁ। ବିବେକ ବୁଦ୍ଧି ତ ଗୋଟେ ଉତ୍କୃଷ୍ଟ କଥା, ଖାଲି ବୁଦ୍ଧି ରାସନାଲ ଇଣ୍ଟେଲେକ୍ଟ, ଖାଲି ସେ ବୁଦ୍ଧିକୁ ପ୍ରୟୋଗ କରିକି ଜଣେ ଲୋକ ଯେଉଁ ମତାମତ ଦିଏ ଏଇଟା ଠିକ୍ ଏଇଟା ଭୁଲ, ତର୍କ ବୁଦ୍ଧି। ଏଇ ତର୍କ ବୁଦ୍ଧି ତାଙ୍କ ଜ୍ଞାନଟା ହେଉଛି ଯୋଗ ଜ୍ଞାନ। ଏହା ତର୍କ ବୁଦ୍ଧି ଉପରେ ତର୍କ ବୁଦ୍ଧିର ଉର୍ଦ୍ଧ୍ୱରେ, ତର୍କ ବୁଦ୍ଧିରେ ସୀମିତ ନୁହଁ। ଏ କଥା ଉପରେ ମା ତାଙ୍କର ବ୍ୟାଖ୍ୟା ଦେଉଛନ୍ତି। I am not a ଜ୍ଞାନୀ, the ଜ୍ଞାନୀ is one who follows the path of knowledge and one who wants to realize yoga exclusively through knowledge and who follows a purely intellectual path with the will to go beyond it। ଜ୍ଞାନ ସହିତ ଆମ ମନ ଜ୍ଞାନ ଚାହେଁ, ଆଲୋକ ଚାହେଁ, ତ ମନକୁ ଆଧାର କରି ସେ ତାଙ୍କ ସାଧନା, ଜଣେ ଜ୍ଞାନ ଯୋଗୀ ତାର ସାଧନା ଆରମ୍ଭ କରେ ଏବଂ ମନକୁ ଅତିକ୍ରମ କରିକରି ଗୋଟେ ଇନ୍ଦ୍ରିୟାତୀତ ଭୂମିରେ ମନାତୀତ ଭୂମିରେ ପ୍ରବେଶ କରିବାକୁ ଚାହେଁ। ଯେଉଁଟାକି ଶଙ୍କର କରିଛନ୍ତି ଯେ ମନର ଉର୍ଦ୍ଧ୍ୱରେ ସୂକ୍ଷ୍ମ ସେ ବିଶ୍ୱମୟ ଅଦ୍ୱୟ ଆତ୍ମା, ଯେଉଁ ଅଦ୍ୱୈତ ସେ ପରମ ଏକ ଅଛନ୍ତି ଏବଂ ସୂକ୍ଷ୍ମରେ ଅଛନ୍ତି। ଏଇଟା ମନଠୁ ଆହୁରି ସୂକ୍ଷ୍ମ ଏବଂ ତାଙ୍କର ଧ୍ୟାନ ଦ୍ୱାରା ଏକାଗ୍ରତା ଦ୍ୱାରା କି ଯେକୌଣସି ପଦ୍ଧତି ପ୍ରାର୍ଥନା ଦ୍ୱାରା ହଉ ଯେ ଏହା ପରେ ଯେମିତି ଗୋଟେ ଆହୁରି ଏକ ସୂକ୍ଷ୍ମ ଉଚ୍ଚତର ଉପସ୍ଥିତି ଅଛି, ଏଟାକୁ ସେ ଲାଭ କରିକି ଘୋଷଣା କରିଛନ୍ତି ନା। ସେଟା ମିଥ୍ୟା ନୁହଁ, ତାହା ଏକ ସତ୍ୟ। କିନ୍ତୁ ତାଠୁ ଆହୁରି ସୂକ୍ଷ୍ମରେ ସୂକ୍ଷ୍ମ ଭୂମିରେ ଭଗବାନ ମାନେ ଶଙ୍କର ଯାହା ଉପଲବ୍ଧି କଲେ ସେ ନିଷ୍କ୍ରିୟ ବ୍ରହ୍ମ, କିନ୍ତୁ ସର୍ବତ୍ର ଅଛନ୍ତି, ସୂକ୍ଷ୍ମ ଭାବରେ ବିରାଜମାନ ହେଇକି ଅଛନ୍ତି। କିନ୍ତୁ ସେଇଠି ସେ ଏକଙ୍କୁ ଦେଖିଛନ୍ତି, ସେଠି ଆଉ ବହୁର କିଛି ମାନେ ଏଇ ଯେଉଁ ବୈଚିତ୍ର୍ୟମୟ ଯେଉଁ ବାହ୍ୟ ଜଗତ, ଏହାର ପଶ୍ଚାତରେ ଏହାର ଗଭୀରରେ ପରମ ଜଣେ କେବଳ ଏକ ଅଛନ୍ତି ଏବଂ ସେ ସୂକ୍ଷ୍ମାତି ସୂକ୍ଷ୍ମ ଅଦ୍ୱୈତ ବ୍ରହ୍ମ ଅଛନ୍ତି, ଏଇଟା ସେ ଉପଲବ୍ଧି କରିଛନ୍ତି। ଏହା ମଧ୍ୟ ସତ୍ୟ, ଏହା ମିଥ୍ୟା ନୁହଁ। କିନ୍ତୁ ଏହା ସର୍ବୋଚ୍ଚ ସତ୍ୟ ବା ସର୍ବଶେଷ ସତ୍ୟ ନୁହଁ, ତାହାର ଆହୁରି ଉର୍ଦ୍ଧ୍ୱରେ ଏବଂ ତାହାର ଆହୁରି ଗଭୀରରେ ସକ୍ରିୟ ବ୍ରହ୍ମ ଅଛନ୍ତି, ଯେଉଁଟାକି ମାନେ ବିଶିଷ୍ଟ ଦ୍ୱୈତର କଥା ଯେ ବାହ୍ୟ ତ ଯଦିଓ ନାନାତ୍ଵ ଅଛି, ବୈଚିତ୍ର୍ୟ ଅଛି, ଅନ୍ତରରେ ଗୋଟେ ଗଭୀର ଭୂମିରେ ପୁଣି ସେ ଏକ ଅଛନ୍ତି।
बा साधना कले जड़े आहुरी गभीरतर भूमि से एक को दर्शन कर पार अर्थात जमी गोटे वृक्षर तार गंडी एवं गंडी सब शाखा बाहरी तो गोटे से गंडी स्तर में जी पहुँचो सी देखिए जो सब से एक समस्ते बंधा होकर अच्छा पृथ्वी में जिते जिते जहाँ कि बाह्य प्रकाश सबुर मूल एवं सबुर ये हूँ से गंडी सब आसी ताने एक विशिष्ट स्तर रे एक विशेष भूमि रे एकत्व अच्छी अन्यथा बाह्यतः अन्यत्र नानात्व अच्छी वैचित्र्य अच्छी भिन्नता अच्छी एवं मु से मूल सत्ताटू पृथक होकर भी अच्छी यही कथाटा है विशिष्ट द्वैतर कथा प्रश्न भाई आसुची मूल जदि रहिले अद्वैत कथा कहले कि आपण कहले जे से प्रज्ञा आम जहाँ को कथा कहले से मूल तत्व ता जो जदि आम आसिले अंश विशेष आम ताले आम विकृतटा ना ना से गोटे जगह विच्छेद रही ना 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 बुद्धिगत मनोभूमि पर्यंत आम से दिव्य जिनिस पृथक होकर अच्छु एटा निश्चय अच्छी ना एमती कहले तो मु पूरा पूरी कबाट खोलीदेले भितर देखिली से दिव्य से एठी रही भ्रम रही विच्युति रही सेटा मोर हुए तो मोर स्वाधीन इच्छा मोर अहम द्वारा है मु चाहिए मो बापा ठू अलग प्रभु जी सृष्टि नहीं जार अहंकार अच्छी सी चाहिए ना से चाहिए सी तो मो बापा ठू अलग बोली सी तार अलग गोटे कथा कहली ना मो दम जो निकली जीव मु चाहिए अरे मु अलग रही पारिबी नाही एवं अलग होकर मु निरापद नुह कि मु ना से सर्वोच्च आनंद पाइछि ना मो पाखे से सर्वोच्च शक्ति अच्छी ना मु संपूर्ण निरापद एवं जेतेबेले से तार सीमितता को तार दुर्बलता को बुझी पारिबो एवं अतिक्रम करने पे चाहिए एवं ये सृष्टिर रहस्य कौटे अच्छी मु कौन सब कर पकई एवं सब कौन मो आयत्तर अच्छी एवं मु जेते बेले तार सीमितता को से बुझिबो एवं परम रहस्य को आविष्कार करने पे चाहिए सेठू अर्थात ब्रह्म जिज्ञासा सेठू ता भितर साधना करिवार भगवान को खोजिबार एवं आध्यात्मिक जीवन प्रति प्रयास हबार सेठू गोटे शुरुआत है गोटे आरंभ है तो ये तो कथा से गोटे बुद्धि को अतिक्रम करने बुद्धि को अतिक्रम कर आवश्यकता सब जगह बुद्धितीत से सब यही माने हुए तो से प्रज्ञा हो से दिव्य ज्ञान हो दिव्य प्रेरणा हो दिव्य बाग हो सब बुद्धि ऊर्धर अच्छे तेणु बुद्धि नीरव नाला पर्यंत बुद्धि समर्पित नाला पर्यंत बुद्धि उन्मुख नाला पर्यंत एवं भितर गोटे जिज्ञासा एवं गोटे आहुरी उच्चतर कथा केमती जानवे से प्रकार गोटे ग्रहणशीलता उन्मुखता सेटा न आसा पर्यंत जड़े आध्यात्मिक पथर तो पाद दे पारिबनी and who follows the purely intellectual path with the will to go beyond it ता भीतर यही संकल्प हो जे मु यही स्तरटा को अतिक्रम करके तांको पाइबे ना जहाँ ऊर्ध्वर अच्छी सूक्ष्म अच्छी एंड अटेन नॉलेज तापर से ये नॉलेज रेटा बड़ हो बुद्धिगत ज्ञान नुह ये जो नॉलेज जो संपर्क व्यवहार हो कैपिटल यहाँ हूँ से दिव्य ज्ञान से उच्चतर ज्ञान प्राप्त हे जोटा स्वयं ज्ञान भगवान पाखे जो ज्ञानटा अच्छे जहाँ हूँ एक ज्योति विच इज नो लंगर इंटेलेक्चुअल बट स्पिरिचुअल माने जो कहले से ज्ञानटा बौद्धिक नुह से आध्यात्मिक अच्छा एंड श्री अरविंद सेज आई एम नॉट ए ज्ञानी श्री अरविंद कहते मु ज्ञानी नुह I do not seek knowledge. से कहते मु ज्ञान अन्वेषण ज्ञान को अन्वेषण करूनी I have given myself to the divine to accomplish his work. तांको कार्य साधन सकाशे मु तांको निकटरे निजको अर्पण करिछि बा निजको देई देइछि की प्रकार नदी भाव समर्पण भाव ये समर्पण भाव रु ही विनय आसी थाए गोटे गीतार गोटे श्लोक अच्छी तो विद्या ददाति विनय कथा तो आम शुणीचे किंतु गोटे गीतार गोटे श्लोक अच्छी विद्या विनय संपन्ने ब्राह्मणे गव्यास्तिनि
ଶୁନି ଚୈବ ସ୍ୱପାକେଚ ପଣ୍ଡିତ ସମଦର୍ଶିନା। ମାନେ ସେଇ ଆଧ୍ୟାତ୍ମିକ ବିଦ୍ୟା ଯେଉଁଟା ଗୋଟେ ସୂକ୍ଷ୍ମ ଦୃଷ୍ଟି ଏବଂ ସୂକ୍ଷ୍ମ ଚେତନା ଏବଂ ଏକ ଉଚ୍ଚତର ଉପଲବ୍ଧି, ସବୁଠି ସେ ବ୍ରହ୍ମ ଅଛନ୍ତି। ସେଟା ମାନେ ବହୁତ ଦିନ ସାଧନା କଲେ ସେଇଭଳି ଦିବ୍ୟ ଚକ୍ଷୁ ଖୋଲିଲେ ଗୁରୁ କୃପାରୁ ହଉ ବା ନିଜର ଅନ୍ତର ଏକାଗ୍ରତା ବା ଏ ଦ୍ୱାରା ହଉ ସେଇ ବିଦ୍ୟାକୁ ଗ୍ରହଣ କଲେ ଜଣଙ୍କ ଭିତରେ ଏଇ ବିନୟ ଭାବ ଆସେ। ଏଇ ବିନୟ ଭାବକୁ ଲାଭ କରିକି ସେ ଦେଖିପାରେ ଯେ ବିଦ୍ୟା ବିନୟ ସମ୍ପନ୍ନେ ବ୍ରାହ୍ମଣେ, ସେ ବ୍ରାହ୍ମଣ ଭିତରେ, ଗବି ଗାଈ ଭିତରେ, ହସ୍ତିନୀ ହସ୍ତି ଭିତରେ, ସୁନି ଏଇ କୁକୁର ଭିତରେ, ସ୍ୱପାକେଚ ଯେ ଚାଣ୍ଡାଳ ତା ଭିତରେ, ସମସ୍ତଙ୍କ ଭିତରେ ସୂକ୍ଷ୍ମରେ ସେ ବ୍ରହ୍ମ ଅବସ୍ଥିତ। ଏଇ କଥାଟା ସମବୁଦ୍ଧି ଏବଂ ଏଇ ସମଦୃଷ୍ଟି ଆଉ ଏ ବିଶାଳ ଚେତନା ଭିତରେ ସମସ୍ତେ ଅଛନ୍ତି। ଯଦିଓ ସେଟା ନିଷ୍କ୍ରିୟ, ତା ଭିତରୁ ସେଇଠୁ ସମସ୍ତେ ଉଦ୍ଭୂତ ଏଇ ଜ୍ଞାନଟା ତା ଭିତରେ ଉଦୟ ହେବ। ସେ ହେଲା ପରେ ସେ କାହାକୁ ଘୃଣା କରିବ ଏବଂ ତା ଭିତରେ ଗୋଟେ ସମବୁଦ୍ଧି ଏବଂ ସମତା, ଗୋଟେ ବିଶାଳ ଚେତନା ଭିତରେ ସେ ବାସ କରୁଛି। ଏବଂ ଆମେ ବି ଦେଖିବା ଯେଉଁମାନେ ପ୍ରକୃତରେ ବି ଜ୍ଞାନୀ, ଯେଉଁମାନେ ତାହାର ସେମିତି ଗୋଟେ ଅତୀନ୍ଦ୍ରିୟ ସତ୍ୟର ଟିକେ ସାମାନ୍ୟ ପରିଚୟ ପାଇଛନ୍ତି। ବର୍ତ୍ତମାନ କୁହାଯାଉ ଆଇନଷ୍ଟାଇନ କଥା, ଯଦିଓ ସେ ଜଣେ ମାନେ ସ୍ଥୂଳ ବିଜ୍ଞାନ ଜଣେ ବୈଜ୍ଞାନିକ, ସିଏ ଯେତେବେଳେ ତାଙ୍କ ଥିଓରି ଅଫ୍ ରିଲେଟିଭିଟି ଯେଉଁଟା ଏତେ ପପୁଲାର ହେଲା, ଯେଉଁଥିପାଇଁ ସେ ନୋବେଲ ପ୍ରାଇଜ୍ ପାଇଲେ ଏବଂ ଗୋଟେ ନୂଆ ସବୁ ଜିନିଷରେ ଗୋଟେ ପଟ ପରିବର୍ତ୍ତନ ହେଇଗଲା। ଗୋଟେ ବିଜ୍ଞାନ କ୍ଷେତ୍ରରେ ଆଗରୁ ଯେଉଁ ସବୁ ମାନେ ନ୍ୟୁଟନିଆନ ଥିଓରି ସବୁ ଥିଲା, ସେ ପୁରାପୁରି ଗୋଟେ ଫୋର୍ଥ ଡିମେନସନ୍ କଥା ଯେଉଁ ସବୁ କହିଲେ ଏବଂ ଯାହା ସବୁ ଯେଉଁ ପରିବର୍ତ୍ତନ ସବୁ ହେଲା, ତଥାପି ସେ କହୁଛନ୍ତି ମୋ ଜ୍ଞାନଟା ହେଉଛି, ସିଏ ହେଉଛନ୍ତି ମାନେ ବିଂଶ ଶତାବ୍ଦୀର ଶ୍ରେଷ୍ଠ ବୈଜ୍ଞାନିକ ଆଇନଷ୍ଟାଇନ। ସିଏ କହୁଛନ୍ତି ଯେ ମୁଁ ଯେଉଁଟା ହାସଲ କରିଛି, ମୁଁ ଯେଉଁ କଥା, ସେଇଟା ଗୋଟେ ସମୁଦ୍ର କୂଳର ମାନେ ଗୋଟେ ବାଲୁକା ଶଯ୍ୟା ଭିତରୁ ଗୋଟେ ସାମାନ୍ୟ ବାଲିଘରଟା ମାତ୍ର। ଏଇଟାକୁ ବିନୟ କୁହାଯାଏ। ମାନେ ଯେ ଗୋଟେ ମୋ ବିନମ୍ରତା ଯେ ପ୍ରକୃତରେ ଜ୍ଞାନ ଆହୁରି ଅମାପ ଏବଂ ଆହୁରି ଅସୀମ, ମୁଁ କିଛି ପାଇନି, ସାମାନ୍ୟ ମାତ୍ର ପାଇଛି। ଏବଂ ସାମାନ୍ୟ ମାତ୍ରକୁ ଲାଭ କରିକରି ମୁଁ ନିଜେ ଏତେ ଭାସ୍ଫୋଟ ବା ଏତେ ଗର୍ବ ଅନୁଭବ କରିବାର କିଛି ନାହିଁ। ନମନ୍ତି ଫଳିନୋ ବୃକ୍ଷ୍ୟା ନମନ୍ତି ଗୁଣିନୋ ଜନା, ଯେମିତି କଥା। ଶ୍ରୀ ଅରବିନ୍ଦ କହୁଛନ୍ତି ଯେ ଆଇ ହାଭ୍ ଗିଭେନ୍ ମାଇସେଲ୍ଫ ଟୁ ଦ ଡିଭାଇନ୍ ଟୁ ଆକମ୍ପ୍ଲିଶ ହିଜ୍ ୱାର୍କ। ତାଙ୍କ କାର୍ଯ୍ୟ ସକାଶେ ମୁଁ ତାଙ୍କ ନିକଟରେ ନିଜକୁ ନିବେଦନ କରିଛି। ଏମିତି ରହିଛି ଯେ କାର୍ଯ୍ୟ ସକାଶେ, କାର୍ଯ୍ୟ ପାଇଁ ଯେଉଁ ଜ୍ଞାନଟା ହେଉଛି, ସେଇଟା ଯେଉଁ କର୍ମାଭିମୁଖୀ କ୍ରିୟାତ୍ମକ ଜ୍ଞାନଟା ହେଉଛି ଯେ ବୃତେ ତୁ କର୍ମାଣି ସତ୍ୟ ଧର୍ମ ଇତି ଜ୍ଞାନ। ମାନେ ତୁମେ ଥିଓରିଟିକାଲି ବହୁତ କଥା ଜାଣିଛ, ପଢ଼ିଛ, ଏଗୁଡ଼ା ସେଗୁଡ଼ା ପ୍ରକୃତ ଜ୍ଞାନ ହେଉଛି ଗୋଟେ ଉପଲବ୍ଧିଗତ ଜ୍ଞାନ, ତଥ୍ୟଗତ ଜ୍ଞାନ କଥା ଟିକେ କୁହାଗଲାନି। କିନ୍ତୁ ବୃତେ ତୁ କର୍ମାଣି ସତ୍ୟ ଧର୍ମ ଇତି ଜ୍ଞାନ। ଯେତେବେଳେ ମୁଁ କର୍ମରେ ପ୍ରବୃତ୍ତ ହେବି ଏବଂ ଭଗବାନଙ୍କର ସଂକଳ୍ପକୁ କ୍ରିୟାଶୀଳ କରିବା ପାଇଁ ଚାହିଁବି ଏବଂ ଗୋଟେ କାମ କରିବା ପାଇଁ ମଧ୍ୟ, ମନେକର ସେ ଇଞ୍ଜିନିୟର ହେଉ କି ଡାକ୍ତର ହେଉ କି ଜଣେ କୃଷକ ହେଉ, ଗୋଟେ କାମଟାକୁ ଭଲ ଭାବରେ ସମ୍ପାଦନ କରିବା ପାଇଁ ତାର ଗୋଟେ ମଧ୍ୟ ଗୋଟେ ପ୍ରାକ୍ଟିକାଲ ନଲେଜ, ଗୋଟେ କ୍ରିୟାତ୍ମକ ଜ୍ଞାନ ଗୋଟେ ମଧ୍ୟ ଅଛି। ସେ କାମଟାକୁ ମୁଁ କେମିତି ମାନେ ନିଖୁଣ ଭାବରେ କରିପାରିବି, ଗୋଟେ ପ୍ରୟୋଗାତ୍ମକ ଜ୍ଞାନ ଅଛି ନା ନାହିଁ, ଏବଂ ସେଇଟା ମଧ୍ୟ ଜ୍ଞାନ ନା। ବୃତେ ତୁ କର୍ମାଣି ସତ୍ୟ ଧର୍ମ ଇତି ଜ୍ଞାନମ୍। ତା ମାନେ ସତ୍ୟ ଧର୍ମ କହିଲେ, ଯେଉଁଟା ଧର୍ମ କହିଲେ ଏଇଟା ଇଏ ନୁହେଁ ଯେ ହିନ୍ଦୁ ଧର୍ମ ମାନେ ଗୋଟେ କାର୍ଯ୍ୟ କରିବାର ଧାରା, ଭଗବାନଙ୍କର ପରିପ୍ରକାଶର ଧାରା। ସେଇ ଧାରାଟାକୁ ଯିଏ ସେ ବିଷୟରେ ଯିଏ ଅବଗତ ଅଛି ବା ସେଇ ସତ୍ୟ ଧର୍ମ ବିଷୟରେ ଯାହାର ଜ୍ଞାନ ଅଛି, ଏବଂ ଯିଏ କର୍ମରେ ଭଗବାନଙ୍କୁ ପରିପ୍ରକାଶ କରିପାରେ, ଭଗବାନଙ୍କ ଅଭିବ୍ୟକ୍ତିରେ ସେ ଏକ ଯନ୍ତ୍ର ହେଇପାରେ, ସେ ତ ହେଉଛି ଅସଲ ଲୋକ। ସେ ଭଗବାନଙ୍କୁ ସ୍ଥୂଳ ଜଗତରେ ଏବଂ ପ୍ରକାଶ କଲା। ଏବଂ ଶ୍ରୀ ଅରବିନ୍ଦ କହୁଛନ୍ତି ସେଇଭଳି ମୁଁ ସେୟା କରିଛି। ଭଗବାନଙ୍କ କାର୍ଯ୍ୟ କରିବା ସକାଶେ ମୁଁ ତାଙ୍କ ନିକଟରେ ନିଜକୁ ଉତ୍ସର୍ଗ କରିଛି, ସମର୍ପିତ କରିଛି। ଯେଉଁଠୁ ସିଧାସଳଖ ସେଇ ଜ୍ଞାନଟା ଭଗବାନଠୁ ପାଉଛନ୍ତି, ଯାହା ମୁଁ ଆହୁରି ଗୋଟେ ଉଚ୍ଚତର ସ୍ତରରୁ ପାଉଛି, ସେଇଟା ମୁଁ କେମିତିକା କ୍ଲେମ୍ କରିବି ଯେ ଏଟା ମୋର ବୋଲି?
ଏହା ତାଙ୍କର, ଏ ଜ୍ଞାନ ତାଙ୍କ ଦେହରେ ପାଇଛି, ଏ ଜ୍ଞାନ ତାଙ୍କର। ଯେହେତୁ ଏ ଜ୍ଞାନଟା ତାଙ୍କର, ମୁଁ ଏଥିରେ ତ ମାନେ କିଛି ଗର୍ଭଭାବ ପୋଷଣ କରିବାର ନାହିଁ ଏବଂ ମୁଁ ନିଶ୍ଚିତ ଭାବରେ ତାଙ୍କ ପାଖରେ ବିନମ୍ର ହେବି ଏବଂ କୃତଜ୍ଞ ହେବି, ସମର୍ପିତ ରହିବି। ବାଇ ଦି ଡିଭାଇନ୍ ଗ୍ରେସ୍, ଏହି ଜ୍ଞାନଟା ଦିବ୍ୟ କରୁଣାରୁ ତାଙ୍କ କୃପାରୁ ପାଇଛି। At every moment I know what must be known in order to accomplish this work. ପ୍ରତ୍ୟେକ ମୁହୂର୍ତ୍ତରେ ମୋର କ'ଣ କରିବା ଉଚିତ, ମୁଁ ସିଧାସଳଖ ତାଙ୍କଠୁ ଏ ଜ୍ଞାନଟା ପାଉଛି। ଏଇଟା ତ ହେଉଛି ଇଣ୍ଟୁଇଟିଭ୍ ନଲେଜ୍। ମୁଁ ଆଉ ମୋ ବୁଦ୍ଧି ଦ୍ୱାରା ପରିଚାଳିତ ନ ହୋଇ, ଅହଂ ଦ୍ୱାରା ପରିଚାଳିତ ନ ହୋଇ ସିଧାସଳଖ ଭଗବାନଙ୍କର ଇଙ୍ଗିତ, ଭଗବାନଙ୍କ ପ୍ରେରଣା, ସେ ଦିବ୍ୟ ପ୍ରଜ୍ଞା, ସେଇ ଦିବ୍ୟ ବାକ୍, ସେଇ ଦିବ୍ୟ ପ୍ରଜ୍ଞା ପ୍ରେରଣା ଦ୍ୱାରା ମୁଁ ପରିଚାଳିତ ହେଉଛି। ଏଇଟା ତ ସବୁଠୁ ଅଦ୍ଭୁତ କଥା ଏବଂ ଏଇଟା ତ ସବୁଠୁ ଦରକାରୀ କଥା। ଏଇଥିରେ ଏଇ ଜ୍ଞାନକୁ ଯେ ପାଇଛନ୍ତି ସିଏ ତ ହେଲେ ପ୍ରକୃତରେ ଅସଲ ସିଦ୍ଧ ସେ, ଏବଂ ତାଙ୍କ କର୍ମରେ କେଉଁଠୁ ତିଳେ ମାତ୍ର କିଛି ତ୍ରୁଟି ହେବାର ନାହିଁ ଏବଂ ସାଧାରଣ ଲୋକର ଓପିନିଅନର କିଛି ଅର୍ଥ ନାହିଁ। ଏଇଟା ମା କହୁଛନ୍ତି ଇଟ୍ ଇଜ୍ ଆନ୍ ଆଡମାରେବଲ୍ ଷ୍ଟେଟ୍। ଏଇଟା ହେଉଛି ଏଇ ଅବସ୍ଥାଟା ଗୋଟେ ପ୍ରଶଂସାର ଏବଂ ଏଇଟା ସମସ୍ତଙ୍କ ପାଇଁ ଗୋଟେ ଶିକ୍ଷଣୀୟ ଏବଂ ଅତି ମାନେ ଏଇଟା ଆଶ୍ଚର୍ଯ୍ୟ ହେବାର ବିଷୟ। ଇଟ୍ ଇଜ୍ ଏ ପରଫେକ୍ଟ ପିସ୍ ଅଫ୍ ମାଇଣ୍ଡ। ମୁଁ ଯେତେବେଳେ ପୂର୍ଣ୍ଣ ଭାବରେ ସମର୍ପିତ ହେଇକି ଅଛି ଏବଂ ମୋ ମନଟା ଭଗବାନ ସହିତ ଲିଙ୍କ ହେଇକି ଅଛି, ଏଇଟା ମୋ ମୁଣ୍ଡରେ କିଛି ମାନେ ଭାର ନାହିଁ ଏବଂ ସମ୍ପୂର୍ଣ୍ଣ ଭାବରେ ଉଶ୍ୱାସ। ମୁଁ ଯେତେବେଳେ ସମ୍ପୂର୍ଣ୍ଣ ଭାବରେ ଦେଇଦେଲି, ମୋ ଉପରେ ଆଉ କି ଲୋଡ଼ ରହିଲା, ମୋ ଦାୟିତ୍ୱ ତ ଭଗବାନଙ୍କ ପାଖକୁ ଚାଲିଗଲା, ମୁଁ ଫ୍ରି। କିନ୍ତୁ ଭଗବାନ ମୋତେ ତାଙ୍କର ବାଂଶୁରୀ ଭଳି ହେଉ, ତାଙ୍କ ବଂଶୀ ଭଳି ହେଉ କି ତାଙ୍କର ଗୋଟେ ଯନ୍ତ୍ର ଭାବରେ ମୋତେ ବ୍ୟବହାର କଲେ। ଏଇଟା ହିଁ ପ୍ରକୃତିରେ ଯନ୍ତ୍ର ଭାବନା। ମୁଁ ଯେତେବେଳେ ପୂର୍ଣ୍ଣ ଭାବରେ ସମର୍ପିତ, ତାଙ୍କ ଜ୍ଞାନ, ତାଙ୍କ ଶକ୍ତି, ତାଙ୍କ ଆନନ୍ଦ ସବୁ ମୋ ଭିତରୁ ପ୍ରବାହିତ ହୋଇ ଆସିଲା। ଦେର୍ ଇଜ୍ ନୋ ଲଙ୍ଗର ଏନି ନିଡ୍ ଟୁ ଆକ୍ୟୁମୁଲେଟ୍ ଆକ୍ୱାର୍ଡ ନଲେଜ୍। ଏଇଟା ଗୋଟେ ସଂଗୃହୀତ ଜ୍ଞାନକୁ ସଞ୍ଚିତ କରି ରଖିବାର କିଛି ଆଉ ଆବଶ୍ୟକ ପଡ଼ିଲାନି। ମୁଁ କ'ଣ ମନେ ରଖିଛି, କ'ଣ ଆଗରୁ ଇଏ ଜାଣିଛି, ଇଏ କରିଛି, ସିଏ କରିଛି, କ'ଣ ପାଠ ପଢ଼ିଥାଏ, ଏଗୁଡ଼ାକ ବୁଦ୍ଧିଗତ ସ୍ତରରେ ଏ ସ୍ତରରେ ଏଗୁଡ଼ାକ ମୁଁ ସଞ୍ଚୟ କରି ରଖିଛି। ତାକୁ ଯଦି ମୁଁ ଭୁଲିଗଲି ପୁଣି ମୋର ହରେଇଲି। କିନ୍ତୁ ଇଏ ତ ମୋର ଯେତେବେଳେ ଯାହା ଦରକାର ମୁଁ ସେଟା ପାଇଲି। ଏଇଟା ବହୁ ଉଚ୍ଚତର କଥା। ଏଇଟାକୁ ଯୋଗ ଜ୍ଞାନ କୁହାଯାଏ। ରିସିଭ୍ଡ ଆଇଡିଆସ୍ which have to be memorized, ଯୋଉଟା ସାଧାରଣ ଲୋକ କରିଥାଏ, ସାଧାରଣ ବୁଦ୍ଧିଜୀବୀ କରିଥାଏ। It is no longer necessary to clutter one's brain with thousands and thousands of things in order to have at one's command. ସାଧାରଣ ଲୋକ କ'ଣ ବହୁତ କଲଚର କରି, ବହୁତ କଥାକୁ ରେଫର କରି, ତା ଭିତରେ ଏଠି ସେଠି କରି ବହୁତ ଆବଡ଼ ଜାବଡ଼ କରିକି ସବୁ ଜିନିଷ ଜମେଇ ରଖିଛି। ଆକ୍ୱାର୍ଡ ନଲେଜ ଆଜିକାଲି ସିନା ଧରନ୍ତୁ ଇଣ୍ଟରନେଟ୍ ଏଜ୍ ହେଲା ବୋଲି ଗୋଟେ କ'ଣ ଟିକେ ଟିପି ଦେଲେ ସର୍ଚ୍ଚରେ ବାହାରି ଯାଉଛି। ଆଗରୁ ସେ ଗୋଟେ ଓକିଲ ହେଉ ବା ଇଏ ହେଉ, କେଉଁ କେସ୍ରେ କ'ଣ ହେଇଥିଲା, ତା ଘରେ ସେ କେତେ ବହି ରଖିଛି ଜାଣିବ ଯେ ସେ କେତେ ବଡ଼ ଓକିଲ। ସବୁ ଲ ବୁକ୍ ସବୁ ଏଗୁଡ଼ାକ ସବୁ ଭର୍ତ୍ତି କରି ରଖିଥାଉ। ସେମିତିକା ଆଗରୁ ଯେକୌଣସି ବିଦ୍ୟା ଲୋକ ବହୁତ ଏମିତି ବହିପତ୍ର ଅମକ ସମକ ବିଭିନ୍ନ ଆଡ଼ୁ ସବୁ ସଂଗ୍ରହ କରି ଇଏ କରି ତାଙ୍କର ସବୁ ଏଇଟା ଆକ୍ୱାର୍ଡ ନଲେଜ, ସଂଗୃହୀତ ଜ୍ଞାନ। When the time comes, the knowledge that is needed to perform an action, to impart a teaching, to solve a problem, ଏଇ କଥା କରିବା ପାଇଁ ସାଧାରଣ ଜଣେ ବିଦ୍ୱାନ ଲୋକ କି ଜଣେ ବୁଦ୍ଧିଜୀବୀ ସବୁ କଥାକୁ ଏମିତି ସଂଗୃହୀତ କରିକି ରଖିଛି। ଏବଂ କିନ୍ତୁ ଅନ୍ୟ କଥା ହେଲା କ'ଣ ନା, the mind is silent, the brain is still, everything is clear, quiet, calm, and at the right moment, by divine grace, a drop of light falls into the consciousness and what needs to be known is known. ଅପର ପକ୍ଷରେ ଯିଏ ହେଉଛି ସମର୍ପିତ ଲୋକ, ଯୋଗୀ, ସେ ତା ମନକୁ ଶାନ୍ତ କରି, ମାନେ ଯେମିତିକା ଡିସ୍କଟାକୁ, ଆଜିକାଲି ସେ ଯେଉଁ ଡିସ୍କ ଲାଗୁନଥିଲା କି, ସେ ସବୁ ଯେଉଁ ଡିସ୍କ ଲାଗୁଥିଲା ନା ଆଗରୁ ଘର ଉପରେ ଲଗାଉଥିଲେ, ସେ କ'ଣ ଦୂରଦର୍ଶନରୁ କ'ଣ ସବୁ ଆଣ୍ଟିନା, ସିଏ ସେମିତି ମୋ ମନ ରୂପକ ଆଣ୍ଟିନା ତାକୁ ଯଦି ମୁଁ ପୂର୍ଣ୍ଣ ଭାବରେ ସମର୍ପିତ କରି ରଖିଛି, କେମିତି? The mind is silent, the brain is still,
मन नीरव मोर मस्तिष्क मध्य सेमती शांत एवरीथिंग इज क्लियर सब स्पष्ट माने सब कौन प्रकार कालीमा कौन दुश्चिंता मोर नाई quiet calm and at the right moment by divine grace a drop of light falls into the consciousness ଯଥାର୍ଥ ସମୟରେ ଯଥାର୍ଥ ମୁହୂର୍ତ୍ତରେ ଦିବ୍ୟ କୃପାରୁ ଦିବ୍ୟ ଜ୍ୟୋତିର ଗୋଟିଏ ବିନ୍ଦୁ ମୋ ଚେତନାରେ ପତିତ ହେଲା ଇଏ ହେଉଛି ପ୍ରତ୍ୟେକଟି କାରିକା ଗୋଟିଏ ଗୋଟିଏ ହେଉଛି ସେ ଦିବ୍ୟ ଜ୍ୟୋତିର ଗୋଟିଏ ଗୋଟିଏ ବିନ୍ଦୁ ନା ଗୋଟେ ତ ଧାଡ଼ି ସେ ଧାଡ଼ି ଭିତରେ ସବୁ ପାୱାର ଏବଂ ସବୁ ସବୁ କଥା ଅଛି ଏବଂ ସେଇଠୁ ଯଦି ଗୋଟିଏ ଡ୍ରପ୍ ମୋ ଚେତନାରେ ପତିତ ହେଲା ଆଣ୍ଡ ହ୍ୱାଟ୍ ନିଡ୍ସ ଟୁ ବି ନୋନ୍ ଇଜ୍ ନୋନ୍ ସେଇ ମୁହୂର୍ତ୍ତ ପାଇଁ ମୋର ଯାହା ଜାଣିବା ଦରକାର ଭଗବାନ ସେତିକି ଦେଇଦେଲେ ସେ ଜ୍ଞାନ ମୋତେ ପ୍ରଦାନ କଲେ why should one care to remember ତେଣୁ ପୂର୍ବରୁ କ'ଣ ହେଇଥିଲା ନ ହେଇଥିଲା କେତେବେଳେ କ'ଣ ହେବ ପରୀକ୍ଷା ପାଇଁ ଆମେ ପ୍ରିପେୟାର ହେଇକି ଯାଉଛେ କି ଜଣେ ଓକିଲ ତାର କେସ୍ ପୂର୍ବରୁ ପ୍ରିପେୟାର ହେଇକି ଯାଉଛି ମୋତେ ଏତେ ପ୍ରସ୍ତୁତ ହେବାର କ'ଣ କି ଦରକାର why try to retain that knowledge ସେ ଜ୍ଞାନଟାକୁ ପୁଣି ଆଗରୁ ମୁଁ ଯାହା କିଛି ପାଇଛି ବା ଜାଣିଛି ସେଇଟାକୁ ମୁଁ କାହିଁକି ସଂରକ୍ଷିତ କରି ମାନେ ଏତେ ସାହିତ୍ୟିକରେ ଆଉ ରଖିବାର କି ଆବଶ୍ୟକତା ଅଛି ମୋର ଯେତେବେଳେ ଯାହା ଦରକାର ଭଗବାନ ସେଇଟା ତାହା ଦେଇ ଦେଉଛନ୍ତି ମାନେ ଯେମିତି ଭଗବାନ ହେଲେ ମୋର ଟ୍ରେଜେରୀ କି ମୋର ସେ ଷ୍ଟୋର ହାଉସ୍ ଅଫ୍ ନଲେଜ ମୋର ଯେତେବେଳେ ଯାହା ଦରକାର ହେଲା ଏଟିଏମ୍ରୁ ଡ୍ର କଲା ଭଳି ମୁଁ ତାକୁ ଡ୍ର କଲି ମୋର ସମର୍ପଣ ଭାବ ଦ୍ୱାରା ଅବଶ୍ୟ ଏଇଟା ମୋର ସମର୍ପଣ ଭାବ ଦ୍ୱାରା ସମର୍ପଣ ଦ୍ୱାରା on the day at the moment that is needed one will have it again ତେଣୁ ମୋ ବ୍ରେନ୍ ଭିତରେ ମୋର କିଛି ଷ୍ଟୋର କରିବାର ଆଗରୁ କିଛି କରିବାର ନାହିଁ ଯେତେବେଳେ ମୋର ଯାହା ଦରକାର ମୁଁ ସେଇଠୁ ସେଇଟା ପାଇଲି ଭଗବାନଙ୍କଠୁ ପାଇଲି ମାନେ ସେ ଯେମିତି ହେଲେ ମୋର ସେ କାମ ଦେନୁ ଏବଂ ତାଙ୍କଠୁ ମୋର ଯେତେବେଳେ ଯାହା ଆବଶ୍ୟକ ମୁଁ ପାଇଲି ତାମାନେ ତାଙ୍କ ସମର୍ପଣ ଦ୍ୱାରା ସେ ଭଗବାନଙ୍କ ସହିତ ଗୋଟେ ପ୍ରତ୍ୟକ୍ଷ ସମ୍ପର୍କ ସ୍ଥାପନ କରିଛନ୍ତି at each second one is a blank page on which what must be known will be inscribed ପ୍ରତ୍ୟେକ ମୁହୂର୍ତ୍ତରେ ମୁଁ ହେଉଛି ଗୋଟେ ଖୋଲା ମାନେ କୋରା କାଗଜ ଭଳି ଏ କାଗଜ ଉପରେ ଭଗବାନ ଯାହା ଚାହିଁବେ ସେ ତାଙ୍କର ଲେଖି ଦେଉଛନ୍ତି ଅଛି ଏ କଥାଟା ଅଛି ଯେ ଗୋଟେ ଅଛି ମାନେ ଯେମିତି ଆମର ଏଠି ଲିପି କଥା ଆମେ କହୁଛେ ନା ଯେମିତି ଗୋଟେ ଜ୍ୟୋତି ଲିପି ଆକାଶ ଲିପି ଅଛି ଯେମିତି ଆକାଶ ଗଙ୍ଗା ସବୁ ସେ ଆକାଶ ଗଙ୍ଗା ମାନେ ସେ ସୂକ୍ଷ୍ମ ଭୂମିରୁ ସବୁ ସ୍ଥୂଳକୁ ଅବତରଣ କରି ଆସିଛି ନା ତ ଆକାଶ ଲିପି ହେଉଛି ଯେ ମୋର ବ୍ରେନ୍ରେ ମୋ ବ୍ରେନ୍ଟା ଯଦି ଗୋଟେ କାଗଜ ହୁଏ ଏବଂ ଗୋଟେ ମାନେ ଇଏ କୋରା କାଗଜ କିଛି ଲେଖା ହେଇନି ଅଲେଖା କାଗଜ ଯଦି ହେଲା ସେ ଅଲେଖା କାଗଜରେ ସିଏ ଯାହା ମୋର ଜାଣିବା ଦରକାର ସବୁ ଲେଖି ଦେଉଛନ୍ତି ସେ ଜ୍ୟୋତିଲିପି ସବୁ ଲେଖି ଯାଉଛି ଜଣେଇ ଦେଉଛନ୍ତି ସେ ମୁଁ ଜାଣି ଯେତେବେଳେ ଯାହା ଜାଣିବା ଦରକାର ମୁଁ ଜାଣିଗଲି ସିଧା ସିଧା ତାଙ୍କଠୁ in the peace, the repose, the silence of a perfect receptivity କିନ୍ତୁ ମୋର ଭିତରେ ଗୋଟେ ଏଠି ଯେଉଁ କଣ୍ଡିସନ୍ କଥାଟା କହିଲେ କେମିତି ମୁଁ ନିଜକୁ କେଉଁ ସ୍ଥିତିରେ ରଖିଲେ ମୁଁ ସେଇ ପରାଜ୍ଞାନଟାକୁ ପାଇପାରିବି ସିଧାସଳଖ ଭଗବାନଙ୍କଠୁ ପାଇପାରିବି ନା ସେ ଶାନ୍ତି ଭିତରେ ଦ ସାଇଲେନ୍ସ ଅଫ୍ ଏ ପରଫେକ୍ଟ ରିସେପ୍ଟିଭିଟି ମୁଁ ବି ସେଇ ମୋ ମନ ପ୍ରଶାନ୍ତ ଥିବ ତତ୍ସଙ୍ଗେ ଗୋଟେ ଗ୍ରହଣଶୀଳତା ଥିବ ଗୋଟେ ଉନ୍ମୁଖତା କେତେ ଥିବ ଯେ ମାନେ ମୁଁ ଯେମିତି ହଉ ମାନେ ମନେକର ଜଣେ ମୋତେ କିଛି ଦାନ କରିବା ପାଇଁ ଚାହୁଁଛନ୍ତି ମୋ ହାତ ଦୁଇଟା ତ ମୁଁ ମେଲିବାକୁ ପଡ଼ିବ ନା ଏବଂ ଗୋଟେ ପାତ୍ର କି କ'ଣ ଧରିକି ଏଇଥିରେ ଢାଳି ଦିଅନ୍ତୁ ବୋଲି ମୁଁ ତ ଦେଖେଇବି ନା ଯଦି ମୋ ମସ୍ତିଷ୍କରେ ତାଙ୍କର ଏଇ ଜ୍ଞାନକୁ ଢାଳି ଦେବାର ଅଛି ମସ୍ତିଷ୍କଟାକୁ ସିଆଡ଼କୁ ଉନ୍ମୁଖ କରିବି ଏବଂ ଶାନ୍ତ ଭାବରେ ସ୍ଥିର ଭାବରେ ଗ୍ରହଣଶୀଳ ଭାବରେ এইটা হচ্ছে কেবল এটিকি সর্ত সমর্পণ ভাব সচেতন ভাব গ্রহণশীল ভাব এবং শান্তি স্থিরতাকে বজায় রাখে one knows what must be known এই স্থিতিকে বজায় রাখিলে জনଙ୍କର ଯାହା ଦରକାର ସେ ଜାଣିପାରିବ
One sees what must be seen. तार जहाँ देखिवा दरकार से देख पारिबो, जहाँ देखिवा दरकार. And since what must be known and seen comes directly from the Supreme, जेहेतु मोर जहाँ देखिवा दरकार, जहाँ जानिवा दरकार, सीधा सड़क मु भगवान को पाई पारुचे. It is truth itself. भूल कौन ठीक कौन सत्य कौन मिथ्या कौन एटा गोटे को ह्यूमन कोर्टर विषय नुह. सभा बसिक स्थिर कर मनीष मैंने यहाँ तो भूल कलु. साधारण लोकंर जो न्याय संपर्क सत्य संपर्क जो धारणा यहाँ ताठू अलग कथा होगा. भगवान जहाँ मत देले जहाँ कहले सेटा है सत्य, सेटा है ज्ञान. It is truth itself, and it completely eludes all notions of reason or folly. आमर जो बुद्धिगत ज्ञान जे एटा ठीक एटा भूल यार संपूर्ण उद्धार कथाटा, यार संपूर्ण अतीत. से एपर्यंत जो चार्टा जगह एभरिजम सबुड़ाक बुद्ध्यातीत, बुद्ध्यातीत प्रज्ञा, बुद्ध्यातीत दिव्य प्रेरणा, बुद्ध्यातीत दिव्य वाक, बुद्ध्यातीत से दिव्य पुरुष जहाँ कोठू सीधा सीधा मु तांको सहित मोर हॉटलाइन हेछि. मु तांकोठू सीधा सीधा से जिनस प्राप्त हेली मोर समर्पण द्वारा, मोर विनय भाव द्वारा, मोर उन्मीलन द्वारा, मोर प्रशांत मन माध्यम गोटा पाइली. What is true. That's all. एटा मो पई सत्य. And one has to sink very low to wonder whether it is folly or reason. मोर जमती माने सूर्य किरण जमती मोर माने पहाड़ को चूल देश जमती पड़ा यहाँ तो मो सत्य. ये आलोक भगवान को आसुवा ज्योतिषिका यहीटा मो सत्य. से स्तर तल को खसिले मनीष गोटे बुद्धिगत स्तर में केते कौन कथा को सब विचार करी एटा ठीक भूल बोली जो कथाटा सब कोर्ट कचेरी होउची या सहित तार कि संपर्क अच्छे. यहाँ तो गोटे जोगर विषय, यहाँ जोग ज्ञान. साइलेंस तो प्रत्येक कारिकारू आम किसी शिक्षा पाए. यहाँ हूँ बुक ऑफ गाइडेंस बीमा आगे कहते आरंभ. तो यही कारिकाटी आम कौन शिखिले एवं यहाँ या द्वारा आम कि उपकृत हवा. से सत्य ज्ञान से जो सत्य धर्म यह को प्राप्त होने शर्त कौन, आम समस्त केमी यार अधिकार हो पार, आम समस्त केमी दिव्य ज्ञान प्राप्त करें जहाँ श्री अरविंद आमको बाट देखा ए दिगरे. Silence and a modest, humble, attentive receptivity. एक ग्रहणशीलता पूर्व केतेटा विशेषण लगेले जे मोर एक ग्रहणशीलता शांत, संजत, विनम्र, पुणे सचेतन, एक प्रकार ग्रहणशीलता. गोटे है साइलेंस and a modest, humble, attentive receptivity. No concern for appearances or even any anxiety to be. तापने जो केते गुड़ा कथा बाहर को देखा जाए ना मन बेले बेले विभिन्न मिथ्या रूप मध्य से आसिक मत विभिन्न कथा प्रभावित करने चाहती. ये कौन से प्रकार प्रातिभाषिक कथा नुह जोटा मूल असल सीधा सड़क भगवान को प्राप्त होगा चाहे बा कौन से गोटे एंजाइटी द्वारा परिचालित होकर नुह. से बेसिक कंडीशन रखुच्च शांत, जो शांत स्थिर गोटे नैर्व्यक्तिक शांति एवं प्रशांत जो मोर किसी मतलब ना एवं किसी मोर निजक सेमती गोटे कौन किसी प्रतिष्ठा करिवार अन्य आगे बड़ लोक देखेबार किसी मतलब ना. जो संपूर्ण भाव गोटे विनय समर्पित
ଗୋଟେ ପ୍ରଶାନ୍ତ ସମତାର ଅବସ୍ଥାଟା one is quiet modestly, quite humbly, quite simply the instrument which of itself is nothing and knows nothing. ଗୋଟେ ଯନ୍ତ୍ର ହିସାବରେ ମୋର କିଛି ନାହିଁ, ମୁଁ କିଛି ନୁହେଁ। ଯନ୍ତ୍ର ଭାବ ହେଲା ସମ୍ପୂର୍ଣ୍ଣ ଭାବରେ ଗୋଟେ ଅହମ୍ ଶୂନ୍ୟ ଭାବ। ମୁଁ ଯନ୍ତ୍ର, ମୋତେ ଯେ ଚଲେଇବା ଲୋକ, ଜ୍ଞାନ ତାଙ୍କର, ସାମର୍ଥ୍ୟ ତାଙ୍କର, ମୋତେ ସେ ମୁଁ ତାଙ୍କ ପାଖରେ ନିଜକୁ ଧରା ଦେଲି ବା ନିଜକୁ ସମର୍ପଣ କରିଦେଲି, ସେ ମୋତେ ଯେମିତି ବ୍ୟବହାର କରିବା କଥା କରନ୍ତୁ। ଏଇଟା ଗୋଟେ ପୂର୍ଣ୍ଣ ଯନ୍ତ୍ର ଭାବଟା ଗୋଟେ ବହୁତ ଉଚ୍ଚତର ଭାବ। ମୁଁ ସମ୍ପୂର୍ଣ୍ଣ ଭାବରେ ନିରହଙ୍କାର ଏବଂ ତାଙ୍କ ନିକଟରେ ନିବେଦିତ, ଏବଂ ମୋତେ ସେ ଯେମିତି ବ୍ୟବହାର କରିବା କଥା କରନ୍ତୁ। ତାଙ୍କ ବିନା ମୁଁ କିଛି ନୁହେଁ। ଏଇଟା ହେଉଛି ବିନମ୍ରତା, ଏଇଟା ହେଉଛି ସେ ଯନ୍ତ୍ର ଭାବର ମୂଳ ସର୍ତ୍ତ। ତାଙ୍କ ବିନା ମୁଁ କିଛି ନୁହେଁ, ତାଙ୍କ ବିନା ମୁଁ କିଛି ଜାଣେ ନା ବା ମୁଁ କିଛି ନୁହେଁ। ଏ କିଛି ନୁହେଁ ଭାବ ଆଜିକାଲି କଥା କଥାରେ ବାର୍ଗେନ୍, କଥା କଥାରେ ମଧ୍ୟ ସିଏ ତାଙ୍କର କ'ଣ ତାଙ୍କ ଛାତି ଫୁଲା ଦେଖିବ କ'ଣ, ଏବଂ ତାଙ୍କ ମାନେ କ'ଣ ହେଡ଼ା କହିବା ଏତେ ନୁହଁ, ଏବଂ କି ଗର୍ବ, କି ଆତ୍ମାଭିମାନ। ଯେ କିନ୍ତୁ ଅସଲ ଆଧ୍ୟାତ୍ମିକ ଜ୍ଞାନକୁ ପ୍ରାପ୍ତ ହେବା ପାଇଁ ହେଲେ ଏଇଭଳି ଯେ ତାଙ୍କ ବ୍ୟତିରେକେ ମୁଁ କିଛି ନୁହଁ, ମୁଁ କିଛି ଜାଣେ ନା। Quite simply the instrument which of itself is nothing and knows nothing, but is ready to receive everything. ଗୋଟେ ଦୁଇଟା ସାଇଡ୍ ଅଛି। ଗୋଟାଏ ଦୃଷ୍ଟିରୁ ମୁଁ ସମ୍ପୂର୍ଣ୍ଣ ନିରହଙ୍କାର ଏବଂ ନିର୍ବ୍ୟକ୍ତିକ, ତାଙ୍କ ବ୍ୟତିରେକେ ମୁଁ କିଛି ନୁହେଁ, ମୁଁ କିଛି ଜାଣେ ନା। କିନ୍ତୁ ଯେମିତି ମା ଆଉ ତାଙ୍କର ସିଂହ, ତାଙ୍କ ବାହନ, ତାଙ୍କ ଛଡ଼ା ମୁଁ କିଛି ନୁହେଁ, ମୁଁ ତାଙ୍କର ବାହନ ନା, ଆଉ ତାଙ୍କ ଯନ୍ତ୍ର ଯେ ସାବେ। କିନ୍ତୁ ମୁଁ ତା ମାନେ ଯେତେବେଳେ ସେ ମୋତେ କମାଣ୍ଡ ଦେବେ, ମୁଁ ମୋର ଭୀମ ରୂପକୁ ଧାରଣ କଲି, ତାଙ୍କ ଶକ୍ତି ପାଇକି ଯାହା ଚାହିଁବେ ତାହା କରିବି। ମୁଁ କିଛି ନୁହେଁ, ତାଙ୍କ ଦୟାରେ ମଧ୍ୟ ମୁଁ ସବୁ କିଛି। ମୁଁ ଅସମ୍ଭବକୁ ସମ୍ଭବ କରିବା ଶକ୍ତି ତାଙ୍କ କୃପାରେ ପାଇପାରିବି ଏବଂ ତାଙ୍କ ଦ୍ୱାରା କରିପାରିବି। But is ready to receive everything and transmit everything. ମୁଁ ସବୁ କଥାକୁ ଗ୍ରହଣ କରିପାରେ ଏବଂ ସବୁ କଥାକୁ ପ୍ରକାଶ କରିପାରେ। ସବୁ କଥାର, ସବୁ ଜିନିଷର ମାଧ୍ୟମ ହେଇପାରେ। ସର୍ବୋଚ୍ଚ ସତ୍ୟ, ସର୍ବୋଚ୍ଚ ଶକ୍ତିର ମାଧ୍ୟମ ହେଇପାରେ। ଯନ୍ତ୍ରଟା ମଧ୍ୟ ଗୋଟେ ମାଧ୍ୟମ। ମାନେ ଏଇଟା ମାନେ ମୋର ମାନେ ଗୋଟେ ଯାନ୍ତ୍ରିକ ସାମର୍ଥ୍ୟ ମଧ୍ୟ, ଯନ୍ତ୍ରଟା ମଧ୍ୟ ଦୁର୍ବଳ ହେଇଥିଲେ କଥା ହେଇପାରିବ କି? ମାନେ ସାନନ୍ଦ ସମର୍ଥ ସହଯୋଗୀ ଆତ୍ମସମର୍ପଣ କଥା ଅଛି ନା, ମା ବହିର ପ୍ରଥମ ଅଧ୍ୟାୟରେ ଅଛି। ସାନନ୍ଦ ସମର୍ଥ ସହଯୋଗୀ ଆତ୍ମସମର୍ପଣ। ଯନ୍ତ୍ରଟା ମଧ୍ୟ ଦୁର୍ବଳ ହେଲେ ହେବନି। ତେଣୁ ଯନ୍ତ୍ରଟାକୁ ମଧ୍ୟ ସମର୍ଥ କରି ରଖିବା, ଉନ୍ମୁଖ କରି ରଖିବା। ସେଇଥିପାଇଁ ତ ଆମର ଏଇ ପୂର୍ଣ୍ଣଯୋଗରେ ସ୍ୱରଚର୍ଚ୍ଚା କଥା ଏଇଥିପାଇଁ ରହିଛି। ଯନ୍ତ୍ରଟା ଶୁଦ୍ଧ, ସମର୍ପିତ ଏବଂ ଶକ୍ତିମାନ ହେବାର ମଧ୍ୟ ଆବଶ୍ୟକତା ରହିଛି। ତେଣୁ ମା ଏ କାରିକାର ଶେଷରେ ଏହାକୁ ପୁଣି ସମରାଇଜ୍ କରୁଛନ୍ତି। ଏଇ କାରିକାଟି ଦ୍ୱାରା ମୁଁ ଯେଉଁଟା ଆଗରୁ କହିଛି, ଆଜି କାରକ ଶବ୍ଦରୁ ହେଇଛି କାରିକା, ସ୍ତ୍ରୀଲିଙ୍ଗରେ କାରିକା ହେଇଗଲା। କାରକ ମାନେ ଯିଏ କରାଏ। ତ ଏଇ କାରିକାଟାରୁ ଆମେ କ'ଣ ଶିଖିଲେ ଏବଂ କିଭଳି ଏହା ଦ୍ୱାରା ଆମେ ଉପକୃତ ହେଇପାରିବା, ଆମକୁ ଏଥିରେ କ'ଣ କରିବାକୁ ହେବ, ଏବଂ ଏହାର ପ୍ରଥମ ସର୍ତ୍ତ କ'ଣ? ଦ ଫର୍ଷ୍ଟ କଣ୍ଡିସନ୍ ଇଜ୍ ସେଲ୍ଫ ଫରଗେଟଫୁଲନେସ୍। ପ୍ରଥମ ସର୍ତ୍ତ ହେଲା ଆତ୍ମବିସ୍ମୃତି। ତାମାନେ ମୁଁ ଯୋଉ ଆଗରୁ ଫୁଲିକିରି ଅଛି, ମୁଁ ଅମୁକ ସମୁକ, ଇଏ ହଉଛି ମୋର ଡିଗ୍ରୀ, ଇଏ ହଉଛି ମୋର ମାନେ ବୁନିୟାଦି, ମୁଁ ଅମୁକ ସମୁକ 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 ସବୁ ବୋଲେ ମୁଁ ତ ଫୁଲିକିରି ଅଛି। କୋଉ ଜାଗା ଅଛି ଯେ ଭଗବାନ ପଶିବେ କୋଉ ବାଟେ, ଏବଂ ମୁଁ ତ ବହୁ ଗର୍ବରେ, ଆତ୍ମଗର୍ବରେ ମୁଁ ଫାଟି ପଡୁଛି।
ଆଗ ନିଜକୁ ଅର୍ଥାତ୍ ନିଜ ଅହମକୁ ଭୁଲି ଯିବାକୁ ପଡ଼ିବ ଏବଂ ନିଜର ଅତୀତକୁ ଭୁଲି ଯିବାକୁ ପଡ଼ିବ। The first condition is self forgetfulness, a total self giving. ମୁଁ ନିଜକୁ ଭୁଲିବି କେମିତିଆ? ସମ୍ପୂର୍ଣ୍ଣ ନିଜକୁ ଭଗବାନ ପାଖରେ ଉତ୍ସର୍ଗ ନ କଲେ ଜଣେ ଭୁଲି ପାରିବ? ନିଜକୁ ଭୁଲି ପାରିବ? କର୍ମ ଦ୍ୱାରା ହିଁ ଜଣେ ମୁଁ ଯେତେବେଳେ ତାଙ୍କର ସେବା କଲି, ତୁମେ ଯେଉଁମାନେ ଏଠି କିଛି କାମ କରିଛ, ମାଙ୍କ ପାଇଁ କିଛି କାମ କରିଛ ଶାରୀରିକ ସ୍ତରରେ, ଏଭଳି ଜଣେ ଏଇଠି ଆସିଥିଲେ ଆମର ଚମ୍ପକଲାଲ ଦୀକ୍ଷିତ, ଜଣେ ଅସଲ ସେ ଜଣେ ଦିବ୍ୟକର୍ମୀ ଏବଂ ମାଆଙ୍କର ସିଧାସଳଖ ସେ ମାଆଙ୍କଠୁ ସବୁ କଥା ଶିଖୁଛନ୍ତି ଏବଂ ମା ଶ୍ରୀଙ୍କ ପାଖରେ ରହିକି ତ ସେ କାମ କରିଛନ୍ତି ନା। କହିଲେ ଏଭଳି କାମ କରିବ ଯେ ନିଜକୁ ଭୁଲିଯିବ। ଯେତେବେଳେ ନିଜକୁ ଭୁଲିଗଲେ ଜାଣିଲେ ଯେ ତୁମେ ନିଜକୁ ଦେଇଛ ନା। ଆଉ ମୁଁ ଯନ୍ତ୍ର ନୁହଁ କି ମାନେ କର୍ମୀ ନୁହଁ, ମୋର ପ୍ରେମପୂର୍ଣ୍ଣ ଆତ୍ମୋତ୍ସର୍ଗ ଦ୍ୱାରା ନିଜକୁ ଭୁଲିଗଲି। କେବଳ ମୁଁ ଭଗବାନଙ୍କୁ ସ୍ମରଣ ରଖିଛି, ଆଉ ମୋ କଥା ମୁଁ ଭୁଲି ଯାଇଛି। ଏଇ ଜ୍ଞାନକୁ ପ୍ରାପ୍ତ ହେବା ପାଇଁ ହେଲେ ଏଇଟା ହେଉଛି ପ୍ରଥମ ସର୍ତ୍ତ। ସେଲ୍ଫ ଫରଗେଟଫୁଲନେସ୍, ଏ ଟୋଟାଲ ସେଲ୍ଫ ଗିଭିଂ, ପୂର୍ଣ୍ଣ ଆତ୍ମସମର୍ପଣ, ଦ ଆବସେନ୍ସ ଅଫ୍ ଇଗୋ। ତିନିଟା ଯାକ କଥା ଗୋଟେ, ଯୋଉଥିରେ କି ଏଟା ହେଲେ ସେଟା, ସେଟା ହେଲେ ଏଟା, କୋଉଠି ଟିକେ ମୋର ଅହମର ଲେଶ ମାତ୍ର ଚିହ୍ନ ନଥିବ। ଇଏ ହେଉଛି ଦିବ୍ୟକର୍ମୀ, ଏଇ ଦିବ୍ୟ ଜ୍ଞାନ ଆଉ ପ୍ରାପ୍ତ ହେବାର ସର୍ତ୍ତ। ଏଟା ସେଥିପାଇଁ କୁହାଯାଇଛି ଏଠି ପ୍ରପତି ମିନ୍ସ ଦି ସରେଣ୍ଡର୍ଡ ୱାନ୍। ସେ ଥରେ ହେଇଛି କ'ଣ ନା, ତାଙ୍କ ଜନ୍ମ ଦିବସରେ ଥରେ ପ୍ରପତି ଟିକେ ଆସିଥିଲେ। ଏଇଟା ଗୋଟେ ରେୟାର, ମୁଁ ସେତେବେଳକୁ ଆସିଲିନି ଏଠି, ମୁଁ ସ୍କୁଲରେ ପିଲାଙ୍କୁ ପାଠ ପଢ଼ୁଥାଏ। ଯେତେବେଳେ ଆମର ଚାଳଘର ଥାଏ, ଏପଟେ ସେପଟେ ଦୁଇ କପିଳାରେ ଚାଳଘର ଥାଏ, ଏ ଯେଉଁ ସେକଡ଼ଟା ଚାଳଘର ପଟେ ଥାଏ, ଗୋଟେ ହେ ଚାଳଘର ଭିତରେ ଗୋଟେ ଲମ୍ବା ହଲ୍ଟେ ଥାଏ ପ୍ରାର୍ଥନା, ତ ମନେ ଅଛି କେଲାବେଳେ? ପ୍ରପତି ତା ପୂର୍ବ ଦିନଠୁ ଆସିଛନ୍ତି, କାହିଁକିନା ଆମେ ସକାଳୁ ତ ପିଲାଙ୍କର ସେତେବେଳେ ସବୁ କ୍ଲାସ୍ ପ୍ରେୟାର ହେବ ନା, ସେତେବେଳେ ପ୍ରେୟାର କ୍ଲାସ୍ଟା ସେଦିନ କେମିତି ମୁଁ କଣ୍ଡକ୍ଟ କରିଥାଏ। ସେତେବେଳେ ତ ଆମର ଟିକେ ଗୀତ ଗାଇବା ଲୋକ ନଥିଲେ, ମୁଁ ଟିକେ ଗୀତ ବି ଗାଏ ନା, ତେଣୁ ମୁଁ ସେ ପ୍ରେୟାର କ୍ଲାସ୍ଟା ନେଉଥିଲି। ଯେମିତି ପ୍ରେୟାର କ୍ଲାସ୍ଟା ସରିଛି, ଆମେ ଦେଖିଲୁ ଯେ ପ୍ରପତିଙ୍କ ଆଖିରୁ ଧାର ଧାର ଲୁହ ହୋଇଯାଉଛି। ତୁମର ମନେ ଅଛି? ଆରେ ପ୍ରପତିଙ୍କ ଭଳି ଗୁରୁ ଗମ୍ଭୀର ଲୋକ, ସିଏ ହେଉଛନ୍ତି ମାନେ ପୁରା ଷ୍ଟ୍ରଙ୍ଗ ହେଡେଡ୍ ଲୋକ ଏବଂ ପୁରା ଷ୍ଟ୍ରେଟ୍ ରୁଜୁକା, ଏବଂ ତାଙ୍କ ଯେମିତି ସେ ତୁଳା ହେଇଗଲେ କି, ଏବଂ ତାଙ୍କ ଆଖିରୁ ପୁରା ଧାର ଧାର ଲୁହ। ମୋତେ ପଚାରିଲେ ଆମେ ପ୍ରପତିଙ୍କ ଜନ୍ମଦିନ ବୋଲି ଆମେ ଯେଉଁ ପ୍ରାର୍ଥନା, ମୋର ମନେ ନାହିଁ କ'ଣ କେଉଁ ପ୍ରାର୍ଥନା କ'ଣ ଆମର ଗୋଟେ କ'ଣ ଯେମିତି ଚାହ କ'ଣ ଏମିତି ଗୋଟେ ଆମର ନଥିଲା କି ଗୋଟେ କ'ଣ ପ୍ରାର୍ଥନା ଗୋଟେ କେତେଟା ଏନିୱେ, ଆମେ ପ୍ରପତିଙ୍କ ଜନ୍ମଦିନ ବୋଲି ଆମେ ଆମ ଭକ୍ତି ଭାବରେ ଗୋଟେ କଥାଟା ବୋଲୁଛୁ। ଆଉ କ'ଣ ମୁଁ ମାନେ ମୋ ସାଥିରେ ପିଲାମାନେ ବୋଲୁଛନ୍ତି, ଏକାଠି ଆମେ ବୋଲୁଛୁ। ତାମାନେ ଗୋଟେ ଭକ୍ତିର ସ୍ପର୍ଶ, ଗୋଟେ ସେଥିରେ ବୋଧେ କବିତାରେ କିଛି ଗୋଟେ ସମର୍ପଣ ଭାବ କଥା ଥିଲା କି କିଏ ଥିଲା। ପ୍ରପତି ପୁରା ଧାର ଧାର ତାଙ୍କ ଆଖିରେ ଲୁହ। ତାପରେ ସମର୍ପଣର ପ୍ରପତି ମାନେ ଦି ସରେଣ୍ଡର୍ଡ ୱାନ୍। ଏଇଟା ଗୀତାରେ ବି ଶବ୍ଦଟା ଅଛି, ଶରଣମ୍ ପ୍ରପଦ୍ୟେ ବହୁନା ଜନ୍ମନା ବନ୍ତି ଜ୍ଞାନବାନ୍ କ'ଣ ପ୍ରପଦ୍ୟତେ। ପ୍ରପତ୍ତି ଶବ୍ଦର ଅର୍ଥ ହେଉଛି ଦି ସରେଣ୍ଡର୍ଡ ୱାନ୍। ଆଚ୍ଛା, ମାଙ୍କର ଗୋଟେ ବାଣୀ ଅଛି, ସରେଣ୍ଡର ଇଜ୍ ଦ ଫର୍ଷ୍ଟ ୱାର୍ଡ ଆଣ୍ଡ ଲାଷ୍ଟ ୱାର୍ଡ ଅଫ୍ ଶ୍ରୀଅରବିନ୍ଦସ୍ ଯୋଗ। ଏକଥା ମୁଁ କାହିଁକି କହୁଛି କି, ଯେ ସମର୍ପଣ ହେଉଛି ଶ୍ରୀଅରବିନ୍ଦ ଯୋଗର ପ୍ରାରମ୍ଭ ଏବଂ ଶେଷ। ଅର୍ଥାତ୍ ଏଇ ଯେଉଁ ପୂର୍ଣ୍ଣାଙ୍ଗ ସମର୍ପଣ କଥା ଏଠି କୁହାଗଲା, ଏଇଟା ତ ଜଣେ ହଠାତ୍ କରିପାରିବନି ନା। ତ ଏମିତି ଆଗ ସମର୍ପଣ ମାନେ ଆଗ ମନରେ ହଉ, ଚିନ୍ତାରେ ହଉ, କାମରେ ହଉ, କ'ଣ ଗୋଟେ ଇଭେନ୍ ତୁମେ ଆସିଲ ଫୁଲଟିଏ ଦେଲ, ଏଇଟା ଗୋଟେ ଦ୍ରବ୍ୟ ସମର୍ପଣ। ମୁଁ ଗୋଟେ ଫୁଲଟିଏ ଦେଲି, ଯେହେତୁ ଫୁଲଟିଏ ଦେଲି, ମନ ସୁମନ ଜରିଆରେ ମନ ସୁମନକୁ ମଧ୍ୟ ଦେଲି, ମୋ ଭାବକୁ ଦେଲି, ଫୁଲ ଗୋଟିଏ ଦେଲି, ମୋ ଚିନ୍ତାକୁ ଦେଲି, ଧୀରେ 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 ମୋର ଶକ୍ତି, ମୋର ସବୁ ଜିନିଷକୁ ଏମିତି ଧୀରେ ଧୀରେ ଅର୍ପଣ କରିକିରି ଆଗ ଅଫରିଂ ପରେ ସେଠୁ ଏମିତି ହଉ ଗୋଟିଏ ଗୋଟିଏ ଦଉ ସେଠୁ ସର୍ବସ୍ୱ ଦେବି ନା। ତେଣୁ ଏଇ ଦବାଟା, ଭଗବାନଙ୍କୁ ସବୁ କିଛି ଦେବା, ଏଇଟା ଦିନକରେ ହେବନି, ଏଇଟା ଗୋଟେ ଜୀବନବ୍ୟାପୀ ସାଧନା ଗୋଟେ। ତେଣୁ ଏଇ ପୂର୍ଣ୍ଣାଙ୍ଗ ସମର୍ପଣଟା ସେଥିପାଇଁ ଗୋଟେ ସେଦିନ ପ୍ରପତ୍ତି କ'ଣ ଆମେ ସେଠୁ ତାପରେ ରିକ୍ୱେଷ୍ଟ କରିଦେବୁ,
ଆପଣ ଟିକେ ଆପଣ ଜନ୍ମଦିନରେ ଆଉ ପିଲାମାନଙ୍କୁ କ'ଣ ଟିକେ କୁହନ୍ତୁ। ସେଠୁ ପ୍ରଭୁ ତାପରେ କ'ଣ କହିଲେ ନା ଆଖି ତ ଲୁହ ବହିଗଲା କଥା କହିଲେ। ସେ ମୋଠୁ ଆମକୁ କହିଲେ ସବୁଦିନ ଏମିତି ପ୍ରାର୍ଥନା ହୁଏ ଏଠି କହିଲେ। ଏଠୁ ତାପରେ ଆମେ କହିଲୁ ଆଜ୍ଞା କ'ଣ ଟିକେ ପିଲାମାନଙ୍କୁ ଆପଣଙ୍କ ଜନ୍ମଦିନ କ'ଣ ଟିକେ ପିଲାମାନଙ୍କୁ ଟିକେ କୁହନ୍ତୁ। ସେଦିନ ଏଇ ଯେଉଁ ସେଣ୍ଟେନ୍ସଟା ମୁଁ କହିଲି ଯେ ସରେଣ୍ଡର ଇଜ୍ ଦ ଫାଷ୍ଟ ୱାର୍ଡ଼ ଆଣ୍ଡ ଲାଷ୍ଟ ୱାର୍ଡ଼ ଅଫ୍ ସେବନ୍ଥ ଶିବଗ, ଏଇ ଲାଇନ୍ଟାକୁ ସେ ମାନେ ବୁଝେଇଥିଲେ ପିଲାଙ୍କୁ। ତ ଇଏ ହେଉଛି ସମର୍ପଣ। ଆଉ ଶ୍ରୀବିନ୍ଦୁଙ୍କ ଯୋଗଟା ହେଉଛି ଇଏ ହେଉଛି ସମର୍ପଣର ଯୋଗ ଏବଂ ସମର୍ପଣ ହିଁ ସାଧନା ଆମର। ଆଚ୍ଛା, ଏ ପ୍ରଥମ ସର୍ତ୍ତ କଥା ହେଇଗଲା କ'ଣ? ସେଲ୍ଫ ଫର୍ଗେଟଫୁଲନେସ୍, ଏ ଟୋଟାଲ ସେଲ୍ଫ ଗିଭିଂ, ଦ ଆବସେନ୍ସ ଅଫ୍ ଇଗୋ। ପ୍ରଥମ ସର୍ତ୍ତଟା। ଆଉ ତିନିଟା ଯାକ ଗୋଟେ କଥା। ସେଟା ହେଇଛି କି ନାହିଁ ତା ପ୍ରମାଣ ହେଉଛି ଆବସେନ୍ସ ଅଫ୍ ଇଗୋ। ଆଚ୍ଛା, ଏଇଠି ଆଉ ଗୋଟେ ଶେଷ କଥାଟା ମା କହିଛନ୍ତି, ଏପର୍ଯ୍ୟନ୍ତ ସମର୍ପଣଟା ହେଉଛି ଭକ୍ତି ଯୋଗର ବିଷୟ। ମୋ ପ୍ରେମ ଭକ୍ତି ଦ୍ୱାରା ମୋର ପ୍ରଭୁଙ୍କ ପାଖରେ ମୁଁ ନିଜକୁ ସମର୍ପଣ କଲି। କିନ୍ତୁ ଏପର୍ଯ୍ୟନ୍ତ ପୂର୍ଣ୍ଣାଙ୍ଗ ସମର୍ପଣଟା ଯାହା ହେବା କଥା ଏପର୍ଯ୍ୟନ୍ତ ଆମେ କରିନେ। ଶରୀରର ପ୍ରତ୍ୟେକ ଜୀବକୋଷ ବି ସଚେତନ ହେଇକି ସମର୍ପଣ କଲା ପରେ ଏଇ ରୂପାନ୍ତର କ୍ରିୟା ଆରମ୍ଭ ହେବ। ମୁଁ ଟିକେ ମନରେ ଟିକେ ଭକ୍ତି ଭାବ ରଖି ହୃଦୟରେ ବା କର୍ମ ଜରିଆରେ ମୋର ପ୍ରାଣ, କିନ୍ତୁ ଶରୀରର ଏବଂ ପ୍ରତ୍ୟେକ ଜୀବକୁ ସଚେତନ ଭାବରେ ସମର୍ପଣ କରିବେ, ଏ ସମର୍ପଣ କେହି କରିନି। ଏ ସମର୍ପଣ ମଧ୍ୟ ଅନିବାର୍ଯ୍ୟ ରୂପାନ୍ତର ପାଇଁକି। ଇଭେନ୍ ଦ ବଡି ସାଲ୍ ରିମେମ୍ବର ଗଡ୍। ଏପର୍ଯ୍ୟନ୍ତ ଆମ ଶରୀରଟାକୁ ଆମେ କ'ଣ ଭାବୁଛୁ? ଏଇଟା ଗୋଟେ ଅଜ୍ଞାନ ଯନ୍ତ୍ରଣା। ଆଉ ଏଇଟାକୁ ଗୋଟେ ଇଏ କ'ଣ ସମ୍ପୂର୍ଣ୍ଣ ଭାବରେ ମୁଁ ସଚେତନ ହେଲେଣି, କାହିଁକିନା ମୋର ପ୍ରତ୍ୟେକ ଜୀବକୋଷ ଯାର ସ୍ୱତନ୍ତ୍ର ବ୍ୟକ୍ତିତ୍ୱ ଅଛି ଏବଂ ଏ ସମସ୍ତେ ଏଇ ମାନେ ଯେମିତି ମୋର ଆଧାର ଇଏ ଶରୀରଟା ହେଉଛି ଗୋଟେ ପାର୍ଲାମେଣ୍ଟ ହାଉସ୍ ଭଳି। ଏଥିରେ ସବୁ ପାର୍ଟିର ଲୋକ ଅଛନ୍ତି ଏବଂ ସବୁ ଅଞ୍ଚଳର ଲୋକ ଅଛନ୍ତି। ଏ ବିଶ୍ୱରେ ଯାହା କିଛି ଅଛି ସବୁ ଜିନିଷର ପ୍ରତିନିଧିତ୍ୱ ହିଁ କରୁଛି। ଗୋଟେ ଗୋଟେ ସେଲ୍ ଗୋଟେ ଭୁବନ ସହିତ ଲିଙ୍କ ଅଛନ୍ତି। ତେଣୁ ଇଏ ସମସ୍ତେ ସଚେତନ ଭାବରେ ସମର୍ପଣ କରିବା ଦ୍ୱାରା ଭାଗବତ ଶକ୍ତିଙ୍କର ଅବତରଣ ଘଟିକରି ଶରୀରର ରୂପାନ୍ତର ଘଟିବ। ଏ କଥାଟା ଏଥିରେ ଏଇ ତ ଆଗ ଫାଷ୍ଟ କଣ୍ଡିସନରେ ଯେଉଁ କଥା କହିଛନ୍ତି ତ ସେ ବହୁତ ବଡ଼ କଥା। ଏବଂ ତା ପରବର୍ତ୍ତୀ କହିଲେ and the body says to the supreme lord, এটা ହେଉଛି 3 ଅକ୍ଟୋବର 1958। 3 ଅକ୍ଟୋବର 1958 ମସିହାରେ ମାନେ ଅତିମାନ ଶକ୍ତି ସେତେବେଳକୁ ଅବତରଣ ହେଇସାରିଲାଣି। ମା ସେତେବେଳେ ଶରୀର ରୂପାନ୍ତର ପାଇଁ ସ୍ୱୟଂ ସାଧନା କରୁଛନ୍ତି। ତେଣୁ ଏ କଥାଟା କହିବା ସଙ୍ଗେ ସଙ୍ଗେ ତାଙ୍କ ନିଜ ଭିତରେ ଯେଉଁ ସାଧନା ଚାଲିଛି ଏବଂ ସେଇ କଥାଟାକୁ ମା ଏଠି ଯୋଗ କରିଦେଇଛନ୍ତି। and the body says, ଇଏ ନୁହେଁ, ମନ ନୁହେଁ କି ଇଏ ନୁହେଁ, ତାଙ୍କ ଶରୀର କହୁଛି, ଶରୀର ପ୍ରତ୍ୟେକ ଜୀବକୋଷ କହୁଛନ୍ତି to the supreme lord, what you want me to be, I shall be। ଏଠି ଦେଖ ସମର୍ପଣ କୋଉ ଗଭୀରତାରେ ପହଞ୍ଚିଲେଣି। ମାଙ୍କର ଶରୀର କହୁଛି, ହେ ପରମ ପ୍ରଭୁ, ତୁମେ ମୋତେ ଯାହା ହେବା ପାଇଁ ଚାହ ମୁଁ ତାହା ହିଁ ହେବି। ଶରୀରର ମାନେ ମାଙ୍କର ସମର୍ପଣ କେତେ ଗଭୀରକୁ ଯାଇଛି ଏବଂ ଯେଉଁଠି ତାଙ୍କ ଶରୀର ସତ୍ତା କହୁଛି ଯେ ହେ ପ୍ରଭୁ ତୁମେ ଯାହା ଚାହ ମୁଁ ତାହା ହେବାକୁ ଚାହେଁ। ହ୍ୱାଟ୍ ୟୁ ୱାଣ୍ଟ ମି ଟୁ ନୋ, ତୁମେ ମୋତେ ଯାହା ଜାଣିବାକୁ ଚାହ, ମାନେ ତୁମେ ମୁଁ ଯାହା ମାନେ ତୁମେ ମୋତେ ଯାହା ଜାଣିବାକୁ ଚାହ ତାହା ମୁଁ ଜାଣିବାକୁ ଚାହେଁ। and what you want me to do, I shall do। ତୁମେ ମୋତେ ଯାହା କରିବାକୁ ତୁମେ ମୋତେ ଯାହା କରିବାକୁ ଚାହ ମୁଁ ତାହା କରିବାକୁ ଚାହେଁ। ମାଙ୍କ ଶରୀର ସତ୍ତା କହୁଛି, ପରମ ପ୍ରଭୁଙ୍କୁ କହୁଛି। ମୁଁ କାହାକୁ କହିବି? ମନେକର ତୁମେ ମୋ ସାମ୍ନାରେ ଅଛ, ମୁଁ ତମ ସାମ୍ନା ସାମ୍ନି ଆମର ଦେଖା ସାକ୍ଷାତ। ଏଇଟା କିଛି ଗୋଟେ ଅନ୍ଧାରକୁ ବା କିଛି ଗୋଟେ ସୁଦୂର ଜିନିଷକୁ ନୁହଁ। ମାଙ୍କ 1956 ମସିହା ଶ୍ରୀଅରବିନ୍ଦଙ୍କର ମହାପ୍ରୟାଣ ପରେ ସ୍ୱୟଂ ଶ୍ରୀଅରବିନ୍ଦ ମାଙ୍କ ଶରୀର ଭିତରେ ଅବସ୍ଥାନ କରୁଛନ୍ତି। ତେଣୁ ଗୋଟେ ସିଧା ସିଧା କଥାବାର୍ତ୍ତା
ତାଙ୍କ ଶରୀର ସତ୍ତା କହୁଛନ୍ତି ହେ ପରମ ପ୍ରଭୁ ତୁମେ ଯାହା ମୁଁ ହବା ପାଇଁ ଚାହେଁ ତୁମେ ଯାହା ମୁଁ ଯେପରି ହବା ପାଇଁ ତୁମେ ଚାହ ମୁଁ ସେପରି ଯେପରି ହୁଏ ତୁମେ ମୁଁ ଯାହା ଜାଣିବା ଉଚିତ ବୋଲି ଭାବ ମୁଁ ତାହା ଜାଣିବାକୁ ଚାହେଁ ମୁଁ ଯାହା ତୁମେ କରିବା ପାଇଁ ଚାହ ମାନେ ମୁଁ ଯାହା କରିବା ଉଚିତ ବୋଲି ତୁମେ ଚାହ ମୁଁ ତାହା ଯେପରି କରେ ଏଇଟା ହେଲା ପୂର୍ଣ୍ଣାଙ୍ଗ ସମର୍ପଣ ନା। ତେବେ ଏଇଠି କାର୍ଯ୍ୟକାରୀ ସମାପ୍ତ ହେଉଛି।